ଶିଖରପୁର ପଞ୍ଚାୟତରେ ବିଧାୟକଙ୍କ ଜନଶୁଣାଣି ଓ ସାମାଜିକ ସମୀକ୍ଷା ଗ୍ରାମସଭା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ଶିଖରପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଧାୟକଙ୍କ ଜନଶୁଣାଣି ଶିବିର ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସାମାଜିକ ସମୀକ୍ଷା ଗ୍ରାମସଭା ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ମାନ୍ୟବର ବିଧାୟକ ଇଞ୍ଜିନିୟର ଦୁଷ୍ମତ କୁମାର ସ୍ୱାଇଁଙ୍କ ଏହି ଜନଶୁଣାଣି ଶିବିରରେ ଶିଖରପୁର ଗ୍ରାମ ପଞ୍ଚାୟତ, ଯୋଗିଆପଲ୍ଲୀ ଗ୍ରାମ ପଞ୍ଚାୟତ ଓ ରାଣୀପଡ଼ା ଗ୍ରାମ ପଞ୍ଚାୟତ ଏହି ତିନି ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ରହି ତାଙ୍କ ଆପତ୍ତି ଅଭିଯୋଗଗୁଡ଼ିକୁ ବିଧାୟକଙ୍କୁ ଜଣାଇଥିଲେ। ସର୍ବମୋଟ 99 ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଅଧିକାଂଶ ଅଭିଯୋଗ ଆସିଥିବା ଜଣାପଡ଼ିଛି। ଏଥିସହିତ ପେନ୍ସନ୍, ସୁଭଦ୍ରା ଯୋଜନା, ଜାଗାବାଡ଼ି, ରାସନ କାର୍ଡ଼, ସ୍ୱାସ୍ଥ୍ୟ, ରାସ୍ତା, ଡ୍ରେନେଜ ଆଦି ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ଆସିଥିବା ଅଭିଯୋଗଗୁଡ଼ିକ ଶୁଣାଣି କରି ବିଭାଗୀୟ ଅଧିକାରୀଙ୍କୁ ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ସାଂସଦଙ୍କ ଖଣ୍ଡପଡ଼ା ବ୍ଲକ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ, ତହସିଲଦାର ବିଶ୍ୱବିଶ୍ରୁତ ତ୍ରିପାଠୀ, ବିଡିଓ ଅଙ୍କୁର ଅଭିଳାଷ, ଖଣ୍ଡପଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ସରପଞ୍ଚ କିରଣବାଳା ସାହୁ, ସମିତି ସଭ୍ୟ ନିର୍ମଳ କୁମାର ତ୍ରିପାଠୀ ଏବଂ ପୂର୍ବତନ ସରପଞ୍ଚ ନବକିଶୋର ସାହୁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ପଞ୍ଚାୟତ ପରିସରରେ ଆୟୋଜିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସାମାଜିକ ସମୀକ୍ଷା ଗ୍ରାମସଭାକୁ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସ୍ୱାଇଁ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କଠାରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି, ଖଣ୍ଡପଡ଼ା ବିଡିଓ, ତହସିଲଦାର, ଶିଖରପୁର ସରପଞ୍ଚ ପ୍ରମୁଖ ମଞ୍ଚାସୀନ ଥିଲେ। ସରପଞ୍ଚଙ୍କ ପ୍ରତିନିଧି ନବକିଶୋର ସାହୁ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଧାୟକ ଶ୍ରୀ ସ୍ୱାଇଁ ଶିଖରପୁର ଗ୍ରାମ ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସେଗୁଡ଼ିକ କାର୍ଯ୍ୟ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ 300ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ହୋଇଥିବା ଦେଖିବାକୁ ମିଳିଛି। ପଞ୍ଚାୟତର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। ଆମେ ସଦାବେଳେ ଚେଷ୍ଟିତ ରହୁ ଆମ ଲୋକମାନେ ବିରୋଧୀ ଭଗବାନରୁ ଦୁଆର ମୁହଁରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ଆମେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛୁ। ସେଥିପାଇଁ ବିଧାୟକ ଆମ ଦୁଆରକୁ ଆସିଛନ୍ତି। ସମସ୍ତ ବ୍ଲକ ସ୍ତରୀୟ ପ୍ରଶାସନ ଅଧିକାରୀମାନେ ମଧ୍ୟ ଆସିଛନ୍ତି। ଲୋକମାନଙ୍କ ଅଭିଯୋଗ ଶୁଣୁଛନ୍ତି, 100 ପାଖାପାଖି ଅଭିଯୋଗ ଶୁଣିଲେଣି। ଏବଂ ଦ୍ୱିତୀୟ କାର୍ଯ୍ୟକ୍ରମ ଆମର ଅଛି ସାମାଜିକ ସମୀକ୍ଷା କାର୍ଯ୍ୟକ୍ରମ, ଯେଉଁଟାକି ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଯେଉଁ କାମଗୁଡ଼ିକ ହୋଇଛି ଏବଂ ନାପ୍ସାରେ ଆମର ଯେଉଁ ଲୋକମାନେ ପାଇଛନ୍ତି ଚାଉଳ, ସେଗୁଡ଼ିକ ଭିଆର୍ପିମାନେ ସରକାରଙ୍କ ନିୟମିତ ଭିଆର୍ପିମାନେ ବୁଲି ବୁଲି ସମସ୍ତଙ୍କ ଘର ଘର ବୁଲିକି ତା'ର କିଛି ତ୍ରୁଟି ବିକୃତି ଦେଖିଛନ୍ତି। ସେଗୁଡ଼ିକ ତା'ର ସମାଧାନ କରିବା ପାଇଁ ଆଜିର ଏହି ସଭାର ଆହ୍ୱାନ। ଏହା ଆମ ଜିଲ୍ଲାରେ ଗୋଟିଏ ପଞ୍ଚାୟତ ଯେଉଁଟାକି ସେହି କାର୍ଯ୍ୟକ୍ରମରେ ତ୍ୱରାନ୍ୱିତ କରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ଏବଂ ସିଲେକ୍ସନ୍ ମଧ୍ୟ କରିଛନ୍ତି। ଆମେ ସେଥିପାଇଁ ପଞ୍ଚାୟତବାସୀଙ୍କ ତରଫରୁ ସରକାରଙ୍କ ପାଖରେ କୃତଜ୍ଞ ଏବଂ ଆଗାମୀ ଦିନରେ ବହୁ କାର୍ଯ୍ୟକ୍ରମ ପଞ୍ଚାୟତକୁ ଆଗକୁ ନେବା ପାଇଁ ଆମେ ପ୍ରତିଶ୍ରୁତି ରଖୁ। ଆମର ସରକାରଙ୍କ ତରଫରୁ 30 ଗୋଟି ଜିଲ୍ଲାରେ 30 ଗୋଟି ପଞ୍ଚାୟତକୁ ଚୟନ କରିଛନ୍ତି, ଯେଉଁଟାକି ସମୀକ୍ଷା ଉପରେ ପଞ୍ଚାୟତରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ସୁରକ୍ଷିତ ଭାବେ ହେଉଛି ଏବଂ ପଞ୍ଚାୟତ ହେଉଛି ବୋଲି, ଯେଉଁଟାକି ନୟାଗଡ଼ ଜିଲ୍ଲାରେ ଆମ ଶିଖରପୁର ଗ୍ରାମ ପଞ୍ଚାୟତକୁ ସେମାନେ ଆଣିଛନ୍ତି 1 ନମ୍ବର ଭାବେ। ସେହି କାର୍ଯ୍ୟକ୍ରମକୁ ଆମେ ତ୍ୱରାନ୍ୱିତ କରିବୁ ବୋଲି ଆଜିର ଏହି ବୈଠକର ଆହ୍ୱାନ କରାଯାଇଛି ଏବଂ ଆମର ଲୋକମାନଙ୍କର ପୂର୍ଣ୍ଣ ସହଯୋଗ ଅଛି। ଯେ ବୈଠକକୁ ସଫଳ ରୂପାୟନ କରିବା ପାଇଁ ଆମେ କାର୍ଯ୍ୟକ୍ରମ ହାତ ଧରିବୁ। ଆଗାମୀ ଦିନରେ ପଞ୍ଚାୟତରେ ଯଦି ଲୋକମାନଙ୍କର ଯାହା ସୁବିଧା ଯୋଗ ଆବଶ୍ୟକତା ଅଛି ଲୋକମାନଙ୍କ ଦ୍ୱାର ସ୍ଥଳରେ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ ହାତ ଧରିବୁ। ଏବଂ ଆମେ ଏହି ବର୍ଷ ସମସ୍ତଙ୍କ ଦୁଆର ଉପରେ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରିବା ଯେଉଁ କାର୍ଯ୍ୟକ୍ରମ ଜାରି ରଖିଛୁ ଏବଂ ତାହା ପୂର୍ଣ୍ଣାଙ୍ଗ କରିବୁ। ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର, ଶୁଭେଚ୍ଛା। ଆଜି ଶିଖରପୁର ଗ୍ରାମ ପଞ୍ଚାୟତ, ରାଣୀପଡ଼ା ଗ୍ରାମ ପଞ୍ଚାୟତ, ଯୋଗିଆପଲ୍ଲୀ ଗ୍ରାମ ପଞ୍ଚାୟତ
ମିଳିବା ଶିଖରପୁର ଗ୍ରାମ ପଞ୍ଚାୟତ ପାଖାପାଖି 200ରୁ ଅଧିକ ହିତାଧିକାରୀମାନେ ଆସିଥିଲେ ଏବଂ ଏଠାରେ ମଧ୍ୟ ଆଜିକାଲି ମଧ୍ୟ ଆମର ସରପଞ୍ଚ ଶିଖରପୁର ରହିଲେ ଯାହାଦ୍ୱାରା କି ଆମେ ଚିନ୍ତା କରୁଛୁ ଆମ ସରକାର ଯେଉଁ ଯୋଜନା କରି କାଢ଼ିଛନ୍ତି ତାହାକୁ ସୁଫଳ ଭାବେ ପ୍ରବର୍ତ୍ତନ ପହଞ୍ଚିବ ପଛ ଧାଡ଼ିର ଗରିବ ମଠିଆ ଚାଷମୂଲିଆ ଲୋକଟେ କେମିତି ଆଗରେ କରିପାରିବ ତା ପାଇଁ ଚେଷ୍ଟା କରି ମଧ୍ୟ ଆଜି ବହୁତ ଲୋକଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭତ୍ତା ଏବଂ ରେସନ କାର୍ଡ଼ ଏଇଟାକୁ ପ୍ରାୟୋରିଟି ଦେଖିବାକୁ ପଡ଼ିବ ଦେବାକୁ ପଡ଼ିବ এবং অনেক জায়গায় টিউবওয়েল পড়িয়া দরকার পড়ুছে হুইল চেয়ার ট্রাইসাইকেল এবং আরও অনেক ଆମେ ସବୁ ସମସ୍ୟାରେ ଆମେ ଜାଣିବାକୁ ପାଇବୁ ଏବଂ ଆଶା ରଖୁଛୁ ନିଶ୍ଚିତ ଭାବରେ 3 ମାସ ଭିତରେ ହେଇପାରିବ